କରୁଛି ଯେ ପ୍ରତ୍ୟେକ ଲୋକଙ୍କ ଭିତରେ କେମିତି ଦେଶଭକ୍ତିର ଭାବନା ଜାଗ୍ରତ ହବ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ସମସ୍ତଙ୍କୁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଏବଂ ଆମ ଦଳ ତରଫରୁ ମଧ୍ୟ ସବୁ ଜାଗାରେ କାର୍ଯ୍ୟକ୍ରମ ହେଉଛି ସାରା ଦେଶରେ। ସେହି ପରିପ୍ରେକ୍ଷୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମର ଆୟୋଜନ ଆମ ବିଜେପି ମାହାଙ୍ଗା ତରଫରୁ କରାଯାଇଛି। କୁଆଁପାଳ ବସଷ୍ଟାଣ୍ଡରୁ ବାହାରି এই কল্যাণ মণ্ডপ গোপনর এই কল্যাণ মণ্ডপে আসি আমার শোভাযাত্রা পৌঁছেছি এবং কার্যক্রমকে এইখানে সমাপ্ত করা যাচ্ছে। কিন্তু ওড়িশার মোহন মাঝিଙ୍କ সরকার ବହୁତ ଭଲ ଭାବରେ ଲୋକଙ୍କ କାମ କରୁଛି ଏବଂ ଭଲ ଭଲ ଯୋଜନା ସବୁ ମଧ୍ୟ ଲୋକଙ୍କ ପାଇଁ ଆଣୁଛନ୍ତି ଆମ ସରକାର ଏବଂ ସେ ଯୋଜନାକୁ କୋଭଳି ଭାବରେ ତଳ ସ୍ତରରେ ଲୋକଙ୍କ ପାଖକୁ ପହଞ୍ଚାଯିବ ସେ ପ୍ରତି ମଧ୍ୟ ଆମ ସରକାର ତତ୍ପର ଅଛି ଏବଂ ଆମର ଦଳର କାର୍ଯ୍ୟକର୍ତ୍ତା ମାହାଙ୍ଗରେ ମଧ୍ୟ ତତ୍ପର ଅଛନ୍ତି। ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଆମ ସରକାରଙ୍କ ଯୋଜନାକୁ ନିଶ୍ଚିତ ଭାବରେ ସେମାନେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବେ। ଆପଣ ଭଲ ଭାବରେ ଜାଣିଛନ୍ତି ଯେ ମାହାଙ୍ଗରେ ଯେ ବିଧାୟକ ସେ ସ୍ୱାଧୀନ ବିଧାୟକ, ସେ ସରକାରରେ ସହଯୋଗୀ ହେଇପାରନ୍ତି କିନ୍ତୁ ସେ ସବୁ ସ୍ୱାଧୀନ ବିଧାୟକ। ଦ୍ୱିତୀୟରେ ଯୋଉମାନେ ନିଜେ ଦିନେ କହୁଥିଲେ ଆମର କେହି ଦଳର ନାହିଁ, ଆମର କେହି ନେତା ନାହାନ୍ତି, ତ ସେମାନେ କେମିତି ପାର୍ଟି ପାଇଁ ଏତେ ବ୍ୟାକୁଳ କାହିଁ ଆଜି ହେଉଛନ୍ତି ନା ସେମାନଙ୍କର କୌଣସି ନା କୌଣସି ନିଜର ଅସ୍ତିତ୍ୱ ନାହିଁ। ସେମାନେ ଭାରତୀୟ ଜନତା ପାର୍ଟି ବିନା ତାଙ୍କର କୌଣସି ଅସ୍ତିତ୍ୱ ନାହିଁ, ସେମାନେ ନିଜେ ପ୍ରମାଣିତ କରୁଛନ୍ତି। ଏବଂ ସେଭଳି ବ୍ୟକ୍ତିମାନଙ୍କ ବିଷୟରେ ଅଧିକ କିଛି ଆମେ କହିବୁନି, ଜନସାଧାରଣ ଜାଣିଛନ୍ତି ସେମାନେ କୋଉଭଳି ତାଙ୍କର ଚରିତ୍ର କଣ। ସେମାନେ ଏଠି ବିକାଶ ନାଁରେ ବିନାଶ ଚାଲିଛି, ଏଠି ବିକାଶ ପରିଷଦ ସେ କରୁନାହାନ୍ତି, ବିନାଶ ପରିଷଦ ଏଠି କରୁଛନ୍ତି। ମାହାଙ୍ଗାରେ କୋଉଭଳି ଭାବରେ ଯୋଉ ସବୁ ସରକାରଙ୍କ ଯୋଜନାକୁ କୋଉଭଳି ଭାବରେ ଏମାନେ ଏଠି ତଳ ସ୍ତରରେ ଆଣି ଦଉନାହାନ୍ତି, କାମ ସବୁ ଜାଗାରେ ଡିଷ୍ଟର୍ବାନ୍ସ କରାଉଛନ୍ତି। ତେଣୁକରି ସରକାର ତତ୍ପର ଅଛନ୍ତି, ନିଶ୍ଚିତ ଭାବରେ ଏଠି ସରକାର ଯୋଜନା ସଫଳ ହବ ଏବଂ ମାହାଙ୍ଗାରେ ବିଜେପି ସରକାରର ସୁଶାସନ ଚାଲିବ ଆଗାମୀ ଦିନରେ। ଦେଖନ୍ତୁ ମାହାଙ୍ଗା ବ୍ଲକରେ ବର୍ତ୍ତମାନ ଆମର ଯେ ତହସିଲଦାର ଅଛନ୍ତି ତାଙ୍କୁ ଏଇ 2 ଦିନ ହେଲା ଚାର୍ଜ ଦିଆଯାଇଛି ଏବଂ ବ୍ଲକରେ ଏବଂ ସରକାରଙ୍କ କାର୍ଯ୍ୟକ୍ରମକୁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଦେଖିବେ ତ୍ୱରାନ୍ୱିତ ହେବ ଏବଂ କାର୍ଯ୍ୟ ଜାରି ରହିବ। କେତନ ଦାସ, ମୁଁ ଭାରତୀୟ ଜନତା ପାର୍ଟିର ଆଜୀବନ ସଦସ୍ୟ। ବର୍ତ୍ତମାନ ସାଲପୁର ନିର୍ବାଚନ ମଣ୍ଡଳୀର ସାଂଗଠନିକ ପ୍ରଭାରୀ ଦାୟିତ୍ୱରେ ଅଛି। ମୋ ଘର ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀ କେନ୍ଦୁପାଟଣା ପଞ୍ଚାୟତ। ଦୀର୍ଘ ଦିନ ଧରି ଯୋଉ ବିଜେପିର ସଂଗଠନ ଚାଲୁଥିଲା ଏବଂ ଆଜିର ଦିନରେ ଯୋଉ ବିଜେପିର ବହୁତ ଫରକ ଅଛି। ଆଜି ଯୋଉ ଶୋଭାଯାତ୍ରା ମାହାଙ୍ଗା ଉପରେ ହେଲା, ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିର୍ଦ୍ଦେଶ କ୍ରମେ ଯୋଉ ଆମର ଘର ଘର ତିରଙ୍ଗା ଆଉ ତିରଙ୍ଗା ଶୋଭାଯାତ୍ରା, ସେ ତିରଙ୍ଗା ଶୋଭାଯାତ୍ରା ମାହାଙ୍ଗା ବସଷ୍ଟାଣ୍ଡ ପାଖରୁ ବାହାରିଲା ଏବଂ ଏହା ଏରକଣାରେ ଶେଷ ହେଲା। ଏ ଶୋଭାଯାତ୍ରାରେ ମୁଁ ଅନୁଭବ କଲି ସରକାରଙ୍କର ଆମର ଯୋଉ ଲକ୍ଷ୍ୟ ଅଛି ଯେ ସମସ୍ତେ ତିରଙ୍ଗା ବିଷୟରେ ଜାଣିବେ ଏବଂ ଏହା ଅନୁଭବ କରି ସମସ୍ତେ ଜାଣୁଛନ୍ତି। କାହିଁକିନା ବହୁତ ଉତ୍ସାହୀ ଯୁବକ ମାହାଙ୍ଗାର ଦେଖିଲି ଆମ ରାଲିରେ ଯୋଡି ହେଲେ ଏବଂ ତାହା ଭଲ ଲାଗିଲା। ଆଉ ଯଦି ଏ ଯାତ୍ରା ଆମେ ନ କରି ଲୋକଙ୍କୁ ସଚେତନ ନ କରିବା, ଲୋକମାନେ ଜାଣିପାରୁନାହାନ୍ତି ନା। କାହିଁକିନା ଆମେ ସୈନିକ ମାନେ ଯୋଉ କଣ ତ୍ୟାଗ କରୁଛନ୍ତି, ଦେଶ ପାଇଁ କଣ ବଳିଦାନ କରୁଛନ୍ତି, ସେମାନଙ୍କର କାର୍ଯ୍ୟକ୍ରମ ତା ବିଷୟରେ ସାଧାରଣ ଲୋକମାନେ ଜାଣିବା ଦରକାର ଏବଂ ସେଇ ଜିନିଷଟାକୁ ଆମେ ଜଣେଇବା ପାଇଁ ଏସବୁ କାର୍ଯ୍ୟକ୍ରମ ଆମେ କରୁଛୁ। ତାହେଲେ ସାଧାରଣ ଲୋକ ରହିପାରିବେନି। ସହରରେ ରହନ୍ତୁ ବା ଗ୍ରାମାଞ୍ଚଳରେ ରହନ୍ତୁ, ସମସ୍ତେ ଶାନ୍ତିରେ ଶୋଉଛନ୍ତି। ଜଗୁଛି କିଏ? ସୈନିକ ଜଗୁଛି। ତେଣୁ ସୈନିକ ସେନାବାହିନୀ ରହି ଯୋଉ କଷ୍ଟଟା କରୁଛି, ଯୋଉ ତ୍ୟାଗ କରୁଛି, ସେ ତ୍ୟାଗ ବିଷୟରେ ଆମର ସାଧାରଣ ଜନତା ଏହା ଜାଣିବା ଏବଂ ତାଙ୍କୁ ସାମିଲ ମାରିବା ଦରକାର। ଏବଂ ଏ କଥା ଏଇ ମାନେ ପତାକା ତିରଙ୍ଗା ଶୋଭାଯାତ୍ରା ଏ ଶୋଭାଯାତ୍ରା ଦ୍ୱାରା ଆମେ ଜନସାଧାରଣଙ୍କୁ ସଚେତନ କରୁଛୁ। ଏହା ହଉଛି ବିଜେପିର କାର୍ଯ୍ୟକ୍ରମ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।